ଜାଗା ଆଜ୍ଞା ହୁଙ୍କା ଥିଲା, ଜଙ୍ଗଲ ଥିଲା। ଆମେ ନିଜେ ଆସିକି ଏଇଟା ତାଡ଼ିକି ପୁରା ଗଛ ସଫା କରିକି ଜାଗା ସଫା କରିକି ଆମେ ଆରମ୍ଭ କରିଥିଲୁ। ଏ ତଳେ ଆମର ଫଟୋ ପୂଜା ହଉଥିଲେ। ତାପରେ ଆସ୍ତେ ଆସ୍ତେ ଆମେ ଭକ୍ତମାନଙ୍କର ଭିଡ଼ ହେବାରୁ ସନାତନ ଧର୍ମର କଥା ଏଇଟା ଭାଇ, ଏଇଟା ଜଗନ୍ନାଥ ଧାମର ଲୋକ ଆମେ ସେ ସନାତନ ଧର୍ମକୁ ଜୀବିତ କରିବା ପାଇଁ ଏ ସଂସ୍ଥାଟି କରିଛୁ। ଆମେ କୌଣସି ବାବା କୌଣସି ମାତାକୁ ରଖିକି ଏଠି ପୂଜା କରୁଛୁ। ଆପଣ ବିଶ୍ୱାସ କରନ୍ତୁ, ଆମେ ଏ ଯୁବପିଢ଼ିକୁ ଆକୃଷ୍ଟ କରିବା ପାଇଁ, ଯୁବପିଢ଼ିକୁ ଚେଞ୍ଜ କରିବା ପାଇଁ ଆମେ ଆଶ୍ରମ ତିଆରି କରୁଛୁ। ଆମେମାନେ ଆସୁ, ଆମ ପିଲାମାନେ ମଧ୍ୟ ଆସୁଛନ୍ତି। ଆମେ ପ୍ରଚେଷ୍ଟା କରୁଛୁ, ଆମେ ଚେଷ୍ଟା କରୁଛୁ ଯୁବପିଢ଼ିକୁ ଚେଞ୍ଜ କରିବା ପାଇଁ। ବର୍ତ୍ତମାନ ଯୁଗରେ ଯୋଉଭଳି ଯୁବପିଢ଼ି ଯୋଉଭଳି ଅବସ୍ଥା ଆପଣମାନେ ଜାଣିପାରୁଥିବେ। ଆପଣ ଦେଖନ୍ତୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜ, ଆପଣ ଦେଖୁଥିବେ ତାଙ୍କ ବାଇକ୍ ସବୁ, ତାଙ୍କର ମାନେ ଭଜନ ସମାରୋହ, ତାଙ୍କ ଲୋକମାନଙ୍କୁ ଶିକ୍ଷା ଦେଉଛନ୍ତି। ତା ଦ୍ୱାରା ବହୁତ ଲୋକ ଚେଞ୍ଜ ହେଲେଣି। ପ୍ରତି ଘରେ ଯୋଉ ପ୍ରେମାନନ୍ଦ ମହାରାଜ ଯୋଉ ଜିନିଷ ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଛନ୍ତି, ସେମାନେ ଦେଖନ୍ତୁ ଆପଣ ବହୁତ ଲୋକ ଚେଞ୍ଜ ହେଲେଣି। ଆମ ଘର କଥା ମୁଁ କହୁଛି, ମୋର ବି ପୁଅ ଝିଅ ଅଛନ୍ତି, ସେମାନେ ଆସ୍ତେ ଦେଖୁଥିଲେ ନାଇଁ ମୁଁ ମନ୍ଦିର ଯିବୁନି, ଏବେ ଆସନ୍ତୁ ବସିଛନ୍ତି, ଦୀପ ଜାଳିକି ବସିଛନ୍ତି। ଦେଖନ୍ତୁ ନିଶ୍ଚିତ ଆମେ ଯଦି ଚେଷ୍ଟା କରିବା ନା ଆମ ଡରରେ ଆଜିକାଲି କୋଉ ବାପା ମାଆକୁ କିଏ ଆଗେ ଡରୁଛି, ପୁଅ ଝିଅମାନେ। ଆପଣ ସେଇଥିପାଇଁ ଆମେ ସବୁବେଳେ ଆପଣ ଦେଖନ୍ତୁ, ଆମେ 25 କିଲୋମିଟର ଦୂରରୁ ମୁଁ ଆସୁଛି ଆଜ୍ଞା, ମୁଁ ବିଜେପି ନଗରରୁ ଆସୁଛି। ଦୀର୍ଘ 23 ବର୍ଷ ହେଲାଣି ଆମେ ଏଠି ଆସିକି ଜବ୍ ନେଇକି ଆମେ ପ୍ରେୟାର କରୁଛୁ। ଏଠି ଯୋଉ ଯେତେ ପର୍ବପର୍ବାଣି ହଉଛି ଆପଣ ଦେଖନ୍ତୁ, ଲୋକ ଖାଇବେ ଫ୍ରି ଅଫ୍ କଷ୍ଟ। ଆପଣ କୌଣସି ଆମେ ଟଙ୍କା କାହାକୁ ମାଗୁନା କି କୌଣସି କାହାକୁ ଚାନ୍ଦା ମାଗୁନା, ଆମେ ନିଜ ହସ୍ତରେ ନିଜେ ଖର୍ଚ୍ଚ କରିକି ଆଜି ଏତିକି ବାଟ ଆଣିଛୁ। ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଏ ସଂସାରକୁ ଜଣେଇ ଦେବାକୁ ଚାହୁଁଛୁ ଯେ ଆମେ ସନାତନ ଧର୍ମକୁ ଜୀବିତ କରିବା ପାଇଁ ଚାହୁଁଛୁ, ତାକୁ ନଷ୍ଟ କରିବା ପାଇଁ କେତେ ଲୋକ ଚାହୁଁଛନ୍ତି। ଆପଣଙ୍କୁ ବହୁତ ବହୁତ ମାନେ ଧନ୍ୟବାଦ। ଆପଣ ଆସିକି ଆମମାନଙ୍କ ପାଖରୁ ବାଇକ୍ ନେଉଛନ୍ତି। ଆମେ ପ୍ରକୃତରେ ମହାପ୍ରଭୁଙ୍କୁ ଅନେଇ କହୁଛୁ, ଆମର କୌଣସି ଦୁଶ୍ଚିନ୍ତା ନାହିଁ କି କୌଣସି ଖରାପ ଚିନ୍ତା ନାହିଁ। ଆମେ ଯୁବପିଢ଼ିକୁ ଚେଞ୍ଜ କରିବା ପାଇଁ କିମ୍ବା ଆମମାନେ ଖାଲି ମୁଁ ଯୁବପିଢ଼ି କଥା କହୁଛୁ, ଆମେମାନେ ମଧ୍ୟ ଏଠିକୁ 23 ବର୍ଷ ହେଲା ଆସିକି ଆମେ କ'ଣ ଏଠି ଆନନ୍ଦ ପାଇଛୁ, କ'ଣ ଲାଭ ପାଇଛୁ, ସେଇଟା ଆମେ ଅନୁଭବ ନିଜେ କରୁଛୁ। ନହେଲେ ଆମେ 25 କିଲୋମିଟର ଦୂରରୁ ଆସିକି ଟିକେ କାହିଁକି ନାମ କରନ୍ତୁ, କ'ଣ ମିଳ ନାମକୁ ଏଠି ନାମ କଲେ। ଆମେ ପାଇଛୁ ସେଇଭଳିଆ ସୁଯୋଗ ପାଇଛୁ, ସେଇଭଳିଆ ମାନେ ଆମମାନଙ୍କୁ ଧର୍ମ ବିଷୟରେ ଆମେ ଯାଇକି ଆମେ କେବଳ ଲାଭବାନ ହେଇଛୁ, ସେମାନେ ମହାପ୍ରଭୁ ହିଁ ଜାଣିଛୁ। ମହାଦେବ ହୋଟେଲ ଆଉ ଏଠି ଦେଖିବେ 3-4 ହଜାର ଲୋକ ଆସିବେ। ହଁ, ଏଠି ପାଖାପାଖି 2 କୁଇଣ୍ଟାଲ 3 କୁଇଣ୍ଟାଲ ଚାଉଳ ରୋଷେଇ ହେଉଛି। ଦେଖିବେ କେମିତି ଏଠି ଲୋକ ସବୁ ହେବେ। ଆଚ୍ଛା, ଲୋକମାନେ ଏଠି ଆସୁଛନ୍ତି, ପ୍ରସାଦ ପାଉଛନ୍ତି, ତାପରେ ଖୁସିରେ ଯାଉଛନ୍ତି। ସେ ଦେଖୁଛନ୍ତି ଯେତେ ସବୁ ସାଧୁ ସନ୍ଥ ସବୁ ଆସୁଛନ୍ତି ବୃନ୍ଦାବନରୁ, ମଥୁରାରୁ। ତାପରେ ଆପଣଙ୍କର ଯେତେ ଦେଖିବେ ଆମର ବମିଲ ମଠ, ଗୋପୀବଲ୍ଲଭ ମଠ। ଗୋପୀବଲ୍ଲଭ ମଠ ହେଉଛି ଆମର ମେଦିନପୁର ବାଲେଶ୍ୱର ଡିଷ୍ଟ୍ରିକ୍ଟ ବର୍ଡର। ଏଇ ମଠ, ଏଇ ଯେଉଁ ମଠ, ଇଏ ବହୁତ ମଠ ଅଛି ଏହାର ଶାଖା। ଶ୍ୟାମାନନ୍ଦ ଗୋଟେ ବୃନ୍ଦାବନରେ ଯେଉଁ ଶ୍ୟାମସୁନ୍ଦର ମଠ ଅଛି ମନ୍ଦିର, ସିଏ ହେଉଛି ମେନ୍। ଏଇଟା ହେଉଛି ଏ ମଠ ତାରି ଶାଖା। ସିଏ ଯେତେବେଳେ ଆର ପ୍ରସାର ନଥିଲା, ସିଏ ଯେଉଁ ମହନ୍ତ ଆମେ ଥିଲେ, ସିଏ ଆମକୁ କହିଲେ, ଆମେ ଯାଇଥିଲୁ ବୃନ୍ଦାବନ, ସିଏ ଆମକୁ କହିଲେ ତମେ ଗୋଟେ କଥା କର, ଶ୍ୟାମାନନ୍ଦ ମହାପ୍ରଭୁଙ୍କର ଭୁବନେଶ୍ୱରରେ ମଠ ନାହିଁ, ତମେ ଗୋଟେ ମଠ କର। ସିଏ ଯେତେବେଳେ କହିଲେ ମଠଟା କରିବା ପାଇଁ, ଆମେ ସେଠୁ ଏ ଜାଗାଟା ବାପାଙ୍କୁ କହିଲେ, ବାପା ସେଠୁ ରାଜି ହେଲେ। ଦେଲା ପରେ ଆଚ୍ଛା, ସେଇ ଶ୍ୟାମାନନ୍ଦ ମହାପ୍ରଭୁଙ୍କର ନାଁରେ ଚାଲିଛି। ଶ୍ୟାମାନନ୍ଦ ମହାପ୍ରଭୁ ସିଏ ହୁଅନ୍ତି ରାଧାକୃଷ୍ଣଙ୍କର ପୂର୍ଣ୍ଣ ଭକ୍ତ। ଯେମିତି ଆପଣଙ୍କର ସତ ସାଇ ବିଭିନ୍ନ ପ୍ରକାର ଯେଉଁ ମହାପୁରୁଷମାନେ ଅଛନ୍ତି, ଯେମିତି ତାକୁ ଧରିକି ସବୁ ଚାଲିଛନ୍ତି, ଇଏ ସେମିତି ଆମ ଶ୍ୟାମାନନ୍ଦ ମହାପ୍ରଭୁ ହୁଅନ୍ତି ଆମ ପରମ ଭକ୍ତ। ତାଙ୍କର ସିଏ ଗୁରୁ, ତାଙ୍କରି ବାଟ ଦେଇକି ଆମେ ଯାଉଛୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ। ଆଶୀର୍ବାଦ ନେବା ପାଇଁ।